ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଆଉ ଏକ ଏଜୁକେସନ୍ ଇନଫର୍ମେସନ୍ ଯେଉଁଥିରେ କି ଆମେ ଜାଣିବା 8 ପେ କମିଶନରୁ ଆମର କେତେ ଦରମା ହେବ, କାହା ପାଇଁ କେତେ। 8 ପେ କମିଶନ ଲେଭେଲ୍ 1ରୁ ନେଇ ଲେଭେଲ୍ 10 ପର୍ଯ୍ୟନ୍ତ ଯେଉଁ କର୍ମଚାରୀଙ୍କୁ କେତେ ଦରମା ମିଳିବ। 8 ପେ କମିଶନ ଅଷ୍ଟମ ବେତନ ଆୟୋଗ ଲାଗୁ ହେଲେ କର୍ମଚାରୀ କେତେ ବଢ଼ିବ ଦରମା। ଚାଲନ୍ତୁ ଜାଣିବା ହିସାବ। 8 ପେ କମିଶନ ଭାରତର ଅଷ୍ଟମ ବେତନ କମିଶନ ବହୁତ ଚର୍ଚ୍ଚା ସୃଷ୍ଟି କରୁଛି, ବିଶେଷ କରି ସରକାରୀ କର୍ମଚାରୀଙ୍କ ମଧ୍ୟରେ, ଯେଉଁମାନେ ଭବିଷ୍ୟତରେ କ'ଣ ଦରମା ପରିବର୍ତ୍ତନ ହୋଇପାରେ ତାହା ବୁଝିବାକୁ ଆଗ୍ରହୀ। ମୁଦ୍ରାସ୍ଫୀତି, ଦୈନନ୍ଦିନ ଖର୍ଚ୍ଚ ଏବଂ ବଜେଟକୁ ପ୍ରଭାବିତ କରୁଥିବା ଏକ ନୂଆ ବେତନ କମିଶନ ଧାରଣା, ଆଶାବାଦ ଏବଂ ଅନିଶ୍ଚିତତାର ମିଶ୍ରଣ ଆଣିଥାଏ। ଯଦିଓ ସରକାର ଏପର୍ଯ୍ୟନ୍ତ କୌଣସି ସରକାର ଘୋଷଣା କରିନାହାନ୍ତି, ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା ପୂର୍ବରୁ ଆରମ୍ଭ ହୋଇଗଲାଣି। କେନ୍ଦ୍ର ସରକାରଙ୍କର ଅଷ୍ଟମ ବେତନ କମିଶନ ବିଷୟରେ ଆପଣଙ୍କୁ ଜାଣିବାକୁ ଆବଶ୍ୟକ ସମସ୍ତ ବିଷୟ ଏବଂ ଏହା ଆପଣଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଆଲୋଚନା କରିବା। ଅଷ୍ଟମ ବେତନ କମିଶନ କ'ଣ? ଅଷ୍ଟମ ବେତନ କମିଶନ ହେଉଛି ଭାରତ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦରମା ଭତ୍ତା ଏବଂ ପେନ୍ସନ୍ ସମୀକ୍ଷା ପାଇଁ ଗଠିତ ଏକ ପ୍ୟାନେଲ। ଭାରତର ସ୍ୱାଧୀନତା ପାଇବା ପରଠାରୁ ପ୍ରତିଷ୍ଠିତ ବେତନ କମିଶନ ଏକ ଲମ୍ବା କ୍ରମରେ ଏହା ନୂତନତମ, ଯାହାର ଲକ୍ଷ୍ୟ ହେଉଛି କ୍ଷତିପୂରଣ, ନ୍ୟାୟପୂର୍ଣ୍ଣ ଏବଂ ମୁଦ୍ରାସ୍ଫୀତି, ଆର୍ଥିକ ପରିବର୍ତ୍ତନ ଏବଂ ସରକାରୀ କର୍ମଚାରୀଙ୍କ ପରିବର୍ତ୍ତିତ ଆବଶ୍ୟକ ସହିତ ତାଳ ଦେଇ ଚାଲିବା। ଗତ ଜାନୁଆରୀ 16ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟମ ବେତନ କମିଶନ ପାଇଁ ସବୁଜ ସଂକେତ ଦେଇଥିଲେ, ଯାହା ପ୍ରାୟ 50 ଲକ୍ଷ ସରକାରୀ କର୍ମଚାରୀ ଏବଂ 6.5 ନିୟୁତ ପେନ୍ସନଭୋଗୀଙ୍କ ପାଇଁ ବେତନ ସ୍କେଲକୁ ଅପଡେଟ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବ। ଏହି ସଂଶୋଧନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନ୍ୟାୟସଙ୍ଗତ ଦରମା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହିତ କର୍ମଚାରୀଙ୍କ ମଧ୍ୟରେ ଆର୍ଥିକ ସ୍ଥିରତା ଏବଂ ପ୍ରେରଣା ବୃଦ୍ଧି କରିବାରେ ସାହାଯ୍ୟ କରେ। ଅଷ୍ଟମ ବେତନ କମିଶନର ଉଦ୍ଦେଶ୍ୟ କ'ଣ? ନ୍ୟାସନାଲ କାଉନସିଲ୍ ଅଫ୍ କନସଲଟେଟିଭ୍ ମିଶନାରୀ ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ର କର୍ମଚାରୀମାନେ ବେତନ କମିଶନର ସର୍ତ୍ତାବଳୀ TOR ଉପରେ ସରକାରଙ୍କୁ ସୁପାରିଶ ଦାଖଲ କରିଛନ୍ତି। ଏଥିରେ ଦରମା ଗଠନ, ମହଙ୍ଗା ଭତ୍ତା ମିଶ୍ରଣ, ପେନ୍ସନ୍ ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଅନ୍ତର୍ଭୁକ୍ତ ଅଛି। କାର୍ମିକ ଏବଂ ତାଲିମ ବିଭାଗ 2025 ଜାନୁଆରୀ 23ରେ କର୍ମଚାରୀମାନଙ୍କଠାରୁ ଅଷ୍ଟମ ବେତନ କମିଶନର ସର୍ତ୍ତାବଳୀ ଉପରେ ପରାମର୍ଶ ଲୋଡ଼ିଥିଲା। ଏହାପରେ NCJCM ଷ୍ଟାଫ୍ ପାର୍ଶ୍ୱ ସଚିବ ଗୋପାଳ ମିଶ୍ର ସରକାରକୁ 15ଟି ମୁଖ୍ୟ ସୁପାରିଶ ପଠାଇଛନ୍ତି। ଏହି ସୁପାରିଶଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିମ୍ନଲିଖିତ। ବିଭିନ୍ନ ସ୍ତରରେ କି ପ୍ରକାର ଦରମା ବୃଦ୍ଧି ହେବ ଜାଣନ୍ତୁ। ଲେବୁଲ 1 ପିଅନ, ପରିଚାରିକା, ସହାୟକ କର୍ମଚାରୀ। ମୂଳ ଦରମା 18,000ରୁ 51,480 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାକି 33,480 ଟଙ୍କା ବୃଦ୍ଧି ହେବ। ସେହିଭଳି ଦେଖନ୍ତୁ ଲେବୁଲ 2 ମୂଳ ଦରମା 19,000 ଟଙ୍କାରୁ 56,914 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାକି ପହଞ୍ଚି 37,014 ଟଙ୍କା ବୃଦ୍ଧି ପାଇବ। ସେହିଭଳି ଲେବୁଲ 3 ଦେଖନ୍ତୁ କନେଷ୍ଟବଳ ଦକ୍ଷ କର୍ମଚାରୀମାନଙ୍କ ପାଇଁ ସେମାନଙ୍କର ମୂଳ ଦରମା ହେଉଛି 21,700 ଟଙ୍କାରୁ 62,062 ଟଙ୍କା ବୃଦ୍ଧି ପାଇପାରେ,
ଯାହା ଛୁଇଁ 40,362 ଟଙ୍କା ବୃଦ୍ଧି ପାଇବ। ସେହିଭଳି ଲେବୁଲ୍ 4 ଦେଖନ୍ତୁ, ଗ୍ରେଡ୍ ଡି ଷ୍ଟେନୋଗ୍ରାଫର, ଜୁନିୟର କ୍ଲର୍କ ସେମାନଙ୍କର ମୂଳ ଦରମା ହେଉଛି 25,500 ଟଙ୍କାରୁ ଆରମ୍ଭ କରି 72,930 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାକି 47,040 ଟଙ୍କା ବୃଦ୍ଧି ପାଇବ। ସେହିଭଳି ଲେବଲ୍ 5 ବରିଷ୍ଠ କିରାଣୀ ବୈଷୟିକ କର୍ମଚାରୀ ମୂଳ ଦରମା ହେଉଛି 29,200 ଟଙ୍କାରୁ 83,512 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହା ପହଞ୍ଚି 54,312 ଟଙ୍କା ବୃଦ୍ଧି ପାଇବ। ସେହିଭଳି ଲେବୁଲ୍ 6 ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର ପାଇଁ ମୂଳ ଦରମା ହେଉଛି 35,400 ଟଙ୍କା। 35,400 ଟଙ୍କାରୁ 1,01,244 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହା ବଢ଼ି 65,444 ଟଙ୍କା ବୃଦ୍ଧି ହେବ। ସେହିଭଳି ଲେବୁଲ୍ 7 ପାଇଁ ସୁପରିଟେଣ୍ଡେଣ୍ଟ, ସେକ୍ସନ ଅଫିସର, ସହକାରୀ ଇଞ୍ଜିନିୟର ମୂଳ ଦରମା 44,900 ଟଙ୍କାରୁ 1,28,414 ଟଙ୍କାକୁ ବୃଦ୍ଧି ପାଇପାରେ। ଫଳରେ ସେମାନେ ଦରମା ପାଇପାରନ୍ତି 83,514 ଟଙ୍କା ବୃଦ୍ଧି ପାଇବ। ସେହିଭଳି ଲେବୁଲ୍ 8 ଦେଖନ୍ତୁ, ବରିଷ୍ଠ ସେକ୍ସନ ଅଧିକାରୀ, ସହାୟକ ଅଡ଼ିଟ ଅଧିକାରୀ ମୂଳ ଦରମା 47,600 ଟଙ୍କାରୁ 1,36,136 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାର ଅର୍ଥ 88,536 ଟଙ୍କାକୁ ବୃଦ୍ଧି ପାଇପାରେ। ସେହିଭଳି ଲେବୁଲ୍ 9 ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଆକାଉଣ୍ଟାଣ୍ଟ ଅଫିସର ମୂଳ ଦରମା 53,100 ଟଙ୍କାରୁ 1,51,866 ଟଙ୍କାକୁ ବୃଦ୍ଧି ପାଇପାରେ, ଯାହାକି 98,766 ଟଙ୍କାକୁ ବୃଦ୍ଧି ହେବ। ସେହିଭଳି ଲେବୁଲ୍ 10 ଗ୍ରୁପ୍ ଏ ଅଧିକାରୀ, ପ୍ରବେଶ ସ୍ତରୀୟ ସିଭିଲ୍ ସେବା ମୂଳ ଦରମା 56,100 ଟଙ୍କାରୁ 1,60,446 ଟଙ୍କାକୁ ବୃଦ୍ଧି ହୋଇପାରେ, ଯାହା 1,04,346 ଟଙ୍କାକୁ ବୃଦ୍ଧି ହୋଇପାରେ। ଏହିଭଳି ଆପଣମାନେ ଜାଣନ୍ତୁ ଯେ ଆପଣଙ୍କର ଦରମା କେତେ ହେବ, ଏହାର କେଉଁ ଶ୍ରେଣୀ ଅନ୍ତର୍ଭୁକ୍ତ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଏଜୁକେସନ୍ ଇନଫର୍ମେସନ୍ ଗୁଡ଼ିକ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।